କଣ ହେଲା ଆଜ୍ଞା? ଆମର ବାବା ଗୋଟେ 50 ଟଙ୍କାର କା ତେଲ ମାର୍କ କରିବେ। ହଉ ଏମିତି ଅସୁବିଧା ନାହିଁ କି ସମସ୍ତଙ୍କ ସାଙ୍ଗରେ ରହୁଥିବ କେବେ ନା କେବେ ବାଟରେ ଗଲାବେଳେ ତେଲ ସରୁଥିବ କାର ମଧ୍ୟ କିଛି ଟେନସନ ହବ ନାହିଁ। ତେଲ ସରିଲେ ଫାଷ୍ଟ ଗାଡିକୁ ସାଇଡ ଷ୍ଟାଣ୍ଡ ମାରିଦବ, ତାପରେ ଗୋଟେ କାଠି ଗୋଟେ ଖୋଜିବ। କାଠି ଆଣିଲ, କାଠି ଆଣିକି ନାଇକି ଆଗ ଚକରୁ ପମ୍ପ ଛାଡିଦବ। ପମ୍ପ ଛାଡିଦେଲ, କିଛି ନାହିଁ ପମ୍ପ ଛାଡିଦେଲ। ଏବେ ଯେମିତି ଠେଲି ଠେଲି ଯାଉଥିଲ ନାଇଁ ସେମିତି ଠେଲି ଠେଲି ଯିବ। ଆର ଦ୍ୱାରା କଣ ହବ, ତମର ଇଜ୍ଜତ କମ ଯିବ। ବାଟରେ ଠେଲି ଠେଲି ଯାଉଛ, କିଏ ପଚାରିଲା କଣ ହେଇଛି ବୋଲେ ପଞ୍ଚର ହେଇଛି କହିଲେ ନାଇକି ଖରାପ ଲାଗିବ ନାହିଁ। ମାତ୍ର ତେଲ ନାହିଁ ବୋଲି କହିଲେ ଲୋକ କି ସବେ ଲକ୍ଷେ ଟଙ୍କାର ଗାଡି ରଖି ତେଲ ପକେଇ ପାରୁନି ବୋଲି ଯାଅ। ये भगवान क्या जुलुम है।